ମୁଁ କାହା ଆଗରେ ଯାଇକି ପଚାରିବି? ମତେ କହିବା ପାଇଁ ଭାରି କଷ୍ଟ ହଉଛି। ଦେଖ ବେଲେ ବେଲେ କଷ୍ଟ ହେଲେ ବି ଅନ୍ୟ ଜଣକୁ କହିଦେଲେ ମନ ଟିକେ ହାଲୁକା ଲାଗେ। ତମେ ମୋ ପାଖରେ କହିଦିଅ ବାବୁ, କହିଦିଅ। ତାହେଲେ ତୁମେ ଶୁଣିବା ପାଇଁ ଚାହୁଁଛ ନା ଏ ପରିସ୍ଥିତି କାହିଁକି ହେଲା, କେମିତି ହେଲା, କାହା ପାଇଁ ହେଲା? ତୁମେ ଜାଣିବା ପାଇଁ ଚାହୁଁଛ ନା? ହଁ ବାପୁ। ଠିକ ଅଛି ଅଞ୍ଜଳି, ତେବେ ଶୁଣ, ଏ ପରିସ୍ଥିତିର ଦାୟୀ କିଏ? ଏ ଅଞ୍ଜଳି, ଏ ପରିସ୍ଥିତିର ଦାୟୀ ତ ତୁମେ। କଣ କହିଲା ବାବୁ? ତମର ଏମିତି ପରିସ୍ଥିତି ପାଇଁ ମୁଁ ଦାୟୀ? ହଁ, ତୁମେ ଦାୟୀ ଅଞ୍ଜଳି। ହେଲେ କେମିତି ବାବୁ, କେମିତି? ଆଲୋ ଅଞ୍ଜଳି, ସେଇ ପ୍ରଥମ ଦେଖାରେ ସେଇ ଛୋଟ ଉପହାର ଦେଇ ମୁଁ ତୁମକୁ କଥାଟିଏ କହିବି ବୋଲି କହିଥିଲି ନା? ହଁ ବାପୁ, ତମେ ସେଇଦିନ ମତେ କହିଥିଲ। ଆଉ ତୁମେ ବି ମତେ କଥା ଦେଇଥିଲ କି ଏ ଶିବ ମନ୍ଦିରରେ ଦେଖା କରିବା ବୋଲି? ହଁ, ମୁଁ ସେଇଦିନ କହିଥିଲି। ଜାଣିଛ ଅଞ୍ଜଳି, ମୁଁ ପ୍ରତି ସୋମବାର ପ୍ରତିଦିନ ଆସୁଛି ଏ ଶିବ ମନ୍ଦିରକୁ। ତୁମ ସହିତ ଦେଖା ନ ହେବାରୁ ଏଇ ମୁଣ୍ଡ କେତେବେଳେ କଣ ହେଇଯାଉଛି। କିନ୍ତୁ ତୁମେ ଆସି ଯାଇଛ ଅଞ୍ଜଳି, ମୁଁ ସବୁ ଦୁଃଖ ଭୁଲିଯିବି, ସବୁ ଦୁଃଖ ଭୁଲିଯିବି। ଏ ଅଞ୍ଜଳି, ସେଇଦିନ ଯୋଉ କଥା କହିବା ପାଇଁ ଚାହିଁଥିଲି ସେଇ କଥା କଣ ମୁଁ ଆଜି କହିପାରିବି? କୁହ ବାପୁ, ତମେ ସେଇଦିନ ସିନା କହିପାରିଲନି, ଆଜି এই ଅଞ୍ଚଳ ତମ ସାମ୍ନାରେ ଅଛି। କହିଦିଅ ବାବୁ, କହିଦିଅ। ଅଞ୍ଜଳି, এই ଦୁନିଆର ଲୋକେ ସେଇ ଭାଷାକୁ କେମିତି କହନ୍ତି ମୁଁ ଜାଣିନି ଅଞ୍ଜଳି। ଏତେ ଦିନ ଧରି ଛାତି ତଳେ ଯୋଉ କଥାକୁ ସାଇତିକି ରଖିଛି, ଆଜି ମୁଁ କହିବାକୁ ଯାଉଛି। ଏ ଅଞ୍ଜଳି, ସେଇ ପ୍ରଥମ ଦେଖାରୁ ଆଜି ପର୍ଯ୍ୟନ୍ତ ଯାଏ ମୁଁ ତୁମକୁ ଭଲ ପାଉଛି ସାଥୀ, ମୁଁ ତୁମକୁ ବାହା ହେବା ପାଇଁ ଚାହିଁଛି। କଣ କହିଲ ବାବୁ? ତମେ ମତେ ସେଇ ପ୍ରଥମ ଦେଖାରୁ ଭଲ ପାଉଛ, ହେଲେ ସେଇ କଥା ତମେ ଆଜି କହୁଛ? ସେଇ ପ୍ରଥମ ଦେଖାରେ କହିଥିଲେ ହେଇନଥାନ୍ତା? ଏତେ ବଡ଼ ଜୀବନର ନିଷ୍ପତ୍ତି ପ୍ରଥମ ଦେଖାରେ କେମିତି ନେଇଥାନ୍ତି? ଆଉ ଥରେ ଦେଖା ହେଲେ କହିବି ବୋଲି ସେଦିନ ଚାଲି ଯାଇଥିଲି। ଦେଖ ଅଞ୍ଜଳି, ଆଜି ଯେତେବେଳେ ଦେଖା ହେଇଗଲା କହିଦେଲି ନା ମୁଁ ତୁମକୁ କେତେ ଭଲ ପାଏ ବୋଲି। ତୁମେ ବି ମତେ ଭଲ ପାଉଛ ନା ଅଞ୍ଜଳି? ତୁମେ ବି ମତେ ଭଲ ପାଉଛ? କୁହ ନା। ଦେଖ, ତମେ ଖରାରେ ବୁଲି ବୁଲି ତମ ମୁହଁ କାନ କେମିତି କଳା ପାଲଟି ଗଲାଣି। ବରଂ ତମେ ଗୋଟେ କାମ କର, ସେଇ ପାଖରେ ନଈକୂଳ ଅଛି, ସେଇ ନଈକୂଳକୁ ଯାଇ ତମ ମୁହଁ କାନ ଧୋଇକି ଆସ। ତାପରେ ଯାଇ ମୁଁ ତମର କଥାର ଉତ୍ତର ଦେବି। ତାହେଲେ ମୋ ମୁହଁ କାନ ସବୁ କଳା ହେଇଯାଇଛି। ଠିକ ଅଛି ଅଞ୍ଜଳି, ମୁଁ ସେ ନଈରୁ ଫେରିବା ପର୍ଯ୍ୟନ୍ତ ତୁମେ ଏଠି ରହିବ ନା? ହଁ ବାବୁ, ମୁଁ ଏଇ ଜାଗା ଛାଡି କୁଆଡେ ବି ଯିବିନି। ଆଜି ଆଜି ମୋ ଅଞ୍ଜଳି ଆସି ଯାଇଛି, ମୋ ଅଞ୍ଜଳି ଆସି ଯାଇଛି, ମୋ ଅଞ୍ଜଳି। ଏ ଭଉଣୀ ଶୁଣ, ତମେ କହିପାରିବ କି ସେଇ ବାବୁ ତମକୁ କାହିଁକି ମାରିବା ପାଇଁ ଚେଷ୍ଟା କରୁଥିଲେ? এই ভଉଣୀ, ଯେତେବେଳେ ମୋ ସଖୀମାନଙ୍କ ସାଥିରେ ଏ ନଈକୂଳକୁ ଗାଧୋଇବା ପାଇଁ ଆସିଥିଲି, ସେହି ସମୟରେ ଜଣେ ପାପୀ ଆସି ମୋ ଦେହରେ କଲଙ୍କ ଦାଗ ଲଗାଇବାକୁ ଚେଷ୍ଟା କରିଥିଲା। ସତରେ? ଆଉ ଏ ବାବୁ ଠିକ୍ ସମୟରେ ଆସି ମୋ ଜୀବନ ରକ୍ଷା କରିଛନ୍ତି।
ଆଉ ଯେତେବେଳେ ମୁଁ ତାଙ୍କୁ ପରିଚୟ ମାଗିବାକୁ ଗଲି ସେ ମୋ ତଣ୍ଟି ଚିପି ମାରିବାକୁ ଚେଷ୍ଟା କରିଥିଲେ। କ'ଣ କହିଲ? ତମେ ତାଙ୍କୁ ପରିଚୟ ମାଗିଲ ବୋଲି ସେ ତମ ତଣ୍ଟି ଚିପି ମାରିଦେବା ପାଇଁ ଚେଷ୍ଟା କରିଥିଲେ? ହଁ ଭଉଣୀ। ନାଇଁ ଭଉଣୀ, ତମେ ମିଛ କହୁଛ। କିଏ କ'ଣ ପରିଚୟ ମାଗିଲେ କାହା ତଣ୍ଟି ଚିପି ମାରିଦେବା ପାଇଁ ଚେଷ୍ଟା କରେ? ଏଇ ଭଉଣୀ, ମୁଁ ତୁମକୁ କାହିଁକି ମିଛ କଥା କହିବି ଯେ? ଆଉ ମିଛ କହିଲେ ମୋତେ କ'ଣ ମିଳିବ ଯେ ମୁଁ ତୁମକୁ ମିଛ କହିବି? ଦେଖ, ତମେ ଯଦି ସତ କଥା କହିବା ପାଇଁ ଚାହୁଁନ ମୁଁ ତମକୁ ବାଧ୍ୟ କରୁନି, ବରଂ ତମେ ଏଠି ରୁହ, ମୁଁ ଚାଲି ଯାଉଛି। ଏଇ ଭଉଣୀ, ଆ ଶୁଣ, ତୁମେ ସତ କଥା ଜାଣିବାକୁ ଚାହୁଁଛ ନା? ହଁ ଭଉଣୀ। ଏଇ ଭଉଣୀ, ମୁଁ ସେ ବାବୁକୁ କହିଲି ଯେ ଏ ବାବୁ ମୁଁ ତୁମକୁ ଭଲ ପାଏ। ହେଲେ ସେଇ ବାବୁ ତମକୁ କ'ଣ କହିଲେ? ସେ ମୋତେ କ'ଣ କହିଲେ ଜାଣିଛ? ନା, ମୁଁ ତୁମକୁ ଭଲ ପାଇପାରିବିନି। ମୁଁ ଅଞ୍ଜଳି ବୋଲି ଝିଅକୁ ଭଲ ପାଉଛି। ଆଉ ବାହା ହେବି ତ ସେଇ ଅଞ୍ଜଳିକୁ। ସେ ମୋତେ ଏମିତି କଥା କହି ମୋ ତଣ୍ଟି ଚିପି ମାରିବାକୁ ଚେଷ୍ଟା କରିଥିଲେ ଭଉଣୀ। ଏଇଟା ହେଉଛି ସତ କଥା। ସତରେ ଭଉଣୀ? ହେଲେ ଭଉଣୀ, ତମେ ସବୁ କଥା ତ କହିଲ, ତମେ ନିଜ ବିଷୟରେ ତ କିଛି ବି କହିଲନି ଯେ। ଏଇ ଭଉଣୀ, ତୁମେ ମୋ ବିଷୟରେ ଜାଣିବାକୁ ଚାହୁଁଛ? ହଁ ଭଉଣୀ। ଯେତେବେଳେ ଏତେ କଥା କହିସାରିଛି ଆଉ କିଛି କଥା କାହିଁକି ରଖିବି? ଏଇ ଭଉଣୀ, ଆମ ରାଜ୍ୟ ଅଛି କାଞ୍ଚିପୁର। ଆଉ ମୋ ପିତାଙ୍କ ନାମ ହେଉଛି ବୀରେନ୍ଦ୍ର। ଆଉ ମୋ ମାତାଙ୍କ ନାମ ହେଉଛି ସୁଚିତ୍ରା। ମୁଁ ତାଙ୍କ